ଆପଣଙ୍କ ବିରୁଦ୍ଧରେ ଏଫଆଇଆର ହେଇଛି କି? ତେବେ ସାବଧାନ, କିନ୍ତୁ ମନରେ ଭୟ ରଖିବା ଉଚିତ ନୁହଁ। ସାବଧାନ ହେବା ସ୍ୱାଭାବିକ, କିନ୍ତୁ ମନ ଭିତରେ ଭୟ ରଖିବା ଉଚିତ ନୁହଁ। ପ୍ରାୟ କ୍ଷେତ୍ରରେ ଦେଖାଯାଏ ମନ ଭିତରେ ଭୟ କାରଣରୁ କିଛିଟା ଭୁଲ କରି ବସନ୍ତି ଏବଂ ସେଇ ଭୁଲ ପରବର୍ତ୍ତୀ ପର୍ଯ୍ୟାୟରେ ପସ୍ତେଇବାକୁ ପଡ଼ିଥାଏ। ତେଣୁ କ'ଣ କ'ଣ ସାଧାରଣତଃ ଭୁଲ କରି ବସନ୍ତି ଯେଉଁ ଆକ୍ୟୁଜ୍ଡ ମାନେ ବା ଅଭିଯୁକ୍ତ ମାନେ, ସେ ବିଷୟରେ ଆମେ ଗୋଟି ଗୋଟି କରି ଆଲୋଚନା କରିବା। ତେଣୁ ସର୍ବପ୍ରଥମେ ଆପଣମାନଙ୍କୁ ମୁଁ ୱେଲକମ୍ କରୁଛି ଆମର ଏଇ ଚ୍ୟାନେଲକୁ ଆଶୁତୋଷ ଲ ଟ୍ୟୁଟୋରିଆଲ। ଆଶା କରୁଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଆପଣମାନେ ଭଲରେ ଥିବେ, ମୁଁ ମଧ୍ୟ ଭଲରେ ଅଛି। ତେଣୁ ନିଶ୍ଚିତ ରୂପରେ ଭିଡ଼ିଓଟି ଆପଣମାନଙ୍କ ପାଇଁ ବହୁତ ଇନଫର୍ମେଟିଭ ରହିବ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖିବା ପାଇଁ ଅନୁରୋଧ। ଯଦି ଭିଡ଼ିଓଟି ଭଲ ଲାଗେ ଲାଇକ୍, ସେୟାର, କମେଣ୍ଟ ଆଉ ସବସ୍କ୍ରାଇବ୍ କରିବା ସହିତ ନୂଆ କରି ଆସିଥିଲେ ଅଲ୍ ଦି ବେଲ୍କୁ ହିଟ୍ କରିବେ, ଯାହାଫଳରେ ଭିଡ଼ିଓ ଅପଲୋଡ଼ କରୁ କରୁ ସର୍ବପ୍ରଥମେ ତାର ନୋଟିଫିକେସନ୍ ପାଇଯିବେ। ଫ୍ରେଣ୍ଡସ୍, ଭିଡ଼ିଓଟି କେବଳ ଆପଣଙ୍କର ପାଇଁ ଆଇନଗତ ସଚେତନ ଅଟେ, କୌଣସି ବ୍ୟକ୍ତିଗତ ପରାମର୍ଶ ପାଇଁ ନୁହଁ। ତ ଡେରି ନ କରି ଭିଡ଼ିଓଟିକୁ ଆରମ୍ଭ କରିନେବା। ଫ୍ରେଣ୍ଡସ୍, ଦେଖନ୍ତୁ, ଏଫଆଇଆର ହେବା ବା ଆପଣଙ୍କ ଏଗେନ୍ଷ୍ଟରେ କୌଣସି ଏଫଆଇଆର ରୁଜୁ ହେବା, ଏହା ଏକ ଆଜିକା ସମୟରେ ଗୋଟେ କମନ ହେଇଗଲାଣି। ଆପଣ ଭୁଲ କରନ୍ତୁ ବା ନ କରନ୍ତୁ ବା କୌଣସି କ'ଣ ହେଉଛି ପାରିପାର୍ଶ୍ୱିକ ଅବସ୍ଥାକୁ ଭିତ୍ତି କରିକି ଏଫଆଇଆର ମଧ୍ୟ, ଫଲ୍ସ ଏଫଆଇଆର ମଧ୍ୟ ହେଉଛି। କିନ୍ତୁ ଆପଣ ଭାବନ୍ତୁ ନାହିଁ ଯେ ଆପଣଙ୍କ ଏଗେନ୍ଷ୍ଟରେ ଏଫଆଇଆର ଲଜ୍ ହେଇଛି ବା ରୁଜୁ ହେଇଛି ତା ମାନେ ଆପଣ ଦୋଷୀ ବୋଲି ଭାବନ୍ତୁ ନାହିଁ। ପ୍ରଥମ କଥା, ବହୁତ ଜିନିଷ ଗୁଡ଼ିକ ମିଛରେ ମଧ୍ୟ ଏଫଆଇଆର ହେଇଯାଇଥାଏ। ଯେମିତି ଜଣେ ଭାଇ କ୍ରାଇମ କରିଥିବ ବା କାହାକୁ ହାଣିଥିବ, ମାରିଥିବ, ଏବଂ ଯେହେତୁ ଆପଣ ସେ ଘର ଭିତରେ ଆଜ୍ ଆନ୍ କ'ଣ ହେଉଛନ୍ତି ଗୋଟେ ଜଏଣ୍ଟ ମେମ୍ବରସିପ୍ ହିସାବରେ ରହି ଆସୁଛନ୍ତି, ତେଣୁ ଜଣେ ଭାଇ ଭୁଲ କଲେ ଆଉ 5 ଜଣଙ୍କୁ ଯିଏ ଏଫଆଇଆର କାରୀ ବା ଏତଲାକାରୀ ସେ ମିଛରେ ନାଁ ଭର୍ତ୍ତି କରିଦେଇଥିବ ଏଫଆଇଆରରେ, ଏବଂ ସେ ଆଧାରକୁ ବେସ୍ କରିକି ପୋଲିସ ପ୍ରପର ଇନଭେଷ୍ଟିଗେସନ ନ କରିକି ଆପଣଙ୍କୁ ଆରେଷ୍ଟ କରିନେଇଥାଏ। ପରବର୍ତ୍ତୀ ପର୍ଯ୍ୟାୟରେ ସେ ଆପଣ କନଭିନ୍ସନ ହେବେ କି ଆକ୍ୟୁଟାଲ ହେବ, ସେଟା ପରବର୍ତ୍ତୀ ପର୍ଯ୍ୟାୟରେ ଜଣାଯିବ। କିନ୍ତୁ ଆପଣ ମାଇଣ୍ଡରେ କେବେ ରଖିବେନି ଯେ ମୋ ଏଗେନ୍ଷ୍ଟରେ ଏଫଆଇଆର ହେଇଛି ମାନେ ମୁଁ ଜଣେ ଦୋଷୀ ବୋଲି ମନ ଭିତରେ ରଖିବେ ନାହିଁ। ପ୍ରମାଣ, ଏଭିଡେନ୍ସ, ସାକ୍ଷ୍ୟ ଯୋଉଟା କହନ୍ତି, ଏବଂ ପ୍ରମାଣକୁ ବେସ୍ କରିକି କ'ଣ ନା ଆସାମୀକୁ ଦୋଷ ମୁକ୍ତ କରାଯାଇଥାଏ ଏବଂ ଆସାମୀକୁ ଦଣ୍ଡିତ ମଧ୍ୟ କରାଯାଇଥାଏ। କିନ୍ତୁ ଆଜିର ଯୋଉ ବର୍ତ୍ତମାନ ଯୋଉ କହିଲି କ'ଣ କ'ଣ ଭୁଲ କରନ୍ତି, ସାଧାରଣତଃ କ'ଣ କରନ୍ତି ନା ପ୍ରଥମତଃ ଡରିକି ଭୟ ଭିତରେ କାଳେ ପୋଲିସ ମୋତେ ନ ବାନ୍ଧୁ ବା ପୋଲିସ ମୋତେ ଆରେଷ୍ଟ କରିକି ନେଇଯିବ, ତେଣୁ ପୋଲିସର ଆରେଷ୍ଟ ହେବିନି ଭାବିକି ସେମାନେ ପୋଲିସକୁ ମିଛ ତଥ୍ୟ ଦେଇଥାନ୍ତି, ଭୁଲ ବୟାନ ମଧ୍ୟ ଦେଇଥାନ୍ତି। ଯାହାଫଳରେ ଆପଣ ଜାଣି ରଖିବା ଦରକାର ଯେ ପୋଲିସ ଯେତେବେଳେ ଆପଣଙ୍କୁ ଆରେଷ୍ଟ କରିବାକୁ ଯାଉଛି ସେ ସବୁ ପ୍ରକାର ଇନଫର୍ମେସନ ଯୋଉଟା ଆପଣ ପାଇପାରିବେ ନାହିଁ ତା ପାଖରେ ସେ ଜିନିଷଟା ମହଜୁଦ ହୋଇକି ଥାଏ। ଯେମିତି ମୁଁ କହିବି, ଧର ଆପଣ ଯେମିତି କଲ୍ ଟ୍ରାକ୍ କରିପାରିବେ ନାହିଁ ବା କଲ୍ ରେକର୍ଡିଂ ଆପଣ ଅଲଗା କିଏ କାହା ସହିତ କଥା ହେଉଛି ସେଟା ସାଧାରଣତଃ ଲୋକ ବା ଜନସାଧାରଣ ହିସାବରେ ଆପଣ ସେଟା କଲେକ୍ଟ କରିପାରିବେ ନାହିଁ, କିନ୍ତୁ ପୋଲିସ ତାହା କଲେକ୍ଟ କରିପାରିବ। ତେଣୁ ଆପଣ ପୋଲିସକୁ କୌଣସି ମିଥ୍ୟା ତଥ୍ୟ ଦିଅନ୍ତୁ ନାହିଁ। ଏମିତିକି ପ୍ରାୟ ଲୋକ ଥାଆନ୍ତି ଯେଉଁମାନେ ନିଜ ନାଁକୁ ମଧ୍ୟ ସେମାନେ କ'ଣ କରନ୍ତି ନା ଲୁଚେଇ ଦିଅନ୍ତି, ହଁ, ଭୁଲ ଭାଲ ନାଁ ଦେଇ ଦିଅନ୍ତି, ଏବଂ ସେଗୁଟା ବି ବହୁତ ଭୁଲ କଥା। ଆପଣ ସବୁବେଳେ ପୋଲିସକୁ ଠିକ କଥା କୁହନ୍ତୁ ଏବଂ ଠିକ ବୟାନ ମଧ୍ୟ ଦିଅନ୍ତୁ, କାହିଁକିନା ଯାହା ବି ଭୁଲ କରନ୍ତୁ ନ କରନ୍ତୁ ଭୁଲ ତ ହେଇଯାଇଛି ନା, ତେଣୁ ଠିକ ବୟାନ, ଠିକ ତଥ୍ୟ ଦେବା ନିହାତି ଆବଶ୍ୟକ। ଏବଂ ଦ୍ୱିତୀୟତଃ ହେଉଛି ଯେ ସମନ କିମ୍ବା ଆଇନଗତ ନୋଟିସକୁ କେବେ ଅଣଦେଖା କରନ୍ତୁ ନାହିଁ। ସମନ କିମ୍ବା ଆଇନଗତ ନୋଟିସକୁ ଆପଣ କଦାପି ଅଣଦେଖା କରିବେ ନାହିଁ। ଯଦି କୋର୍ଟରୁ କୌଣସି ସମନ ଆସିଛି ବା କୌଣସି ନୋଟିସ ଆସିଛି, ଆଇନଗତ ନୋଟିସ ଆସିଛି, ତାକୁ ଆପଣ କଦାପି ଅଣଦେଖା କରନ୍ତୁ ନାହିଁ। ପ୍ରାୟ କ୍ଷେତ୍ରରେ କୌଣସି ଇଗ୍ନୋରାନ୍ସ ପାଇଁ ହଉ ବା ଇଲିଟ୍ରାସି ପାଇଁ ହଉ, ଜାଣିନାହାନ୍ତି ଯେଉଁ କାରଣ ପାଇଁକି ସେମାନେ କୋର୍ଟର ଯେଉଁ ସମନ ବା ନୋଟିସ ଆସିଥାଏ ତାକୁ କିଛି କ୍ଷେତ୍ରରେ ମଧ୍ୟ ଲୋକମାନେ ଇଗ୍ନୋର କରିଦିଅନ୍ତି। ତେଣୁ ଇଗ୍ନୋର କରିବା କଥା ନୁହଁ। ଏବଂ ସବୁଠାରୁ ପ୍ରଥମ କହିବା କଥା ଆପଣଙ୍କୁ, କିନ୍ତୁ କହିପାରିଲିନି, ଏବେ ବର୍ତ୍ତମାନ କହୁଛି ଯେ ଫାଷ୍ଟ ପଏଣ୍ଟ ରହିବା କଥା ଯେ ଯଦି କୌଣସି ଆପଣ ଏମିତି କିଛି ଭୁଲ କରିବା ଯୋଗୁଁ ବା ଆପଣଙ୍କର କିଏ ସମ୍ପର୍କୀୟ ଭୁଲ କରିବା କାରଣରୁ ଆପଣ ମିଛରେ ଫସି ଯାଉଛନ୍ତି ବା ଫସିବାର ସମ୍ଭାବନା ଅଛି, ଆପଣ ଫିଲ୍ କରୁଛନ୍ତି, ଆପଣ ତୁରନ୍ତ ଆଡଭୋକେଟ ସହିତ କନସଲ୍ଟ କରନ୍ତୁ
ଏବଂ ଆଡଭୋକେଟଙ୍କର କହିବା ଅନୁସାରେ ଆପଣ ଆଗାନ୍ତୁ, କାରଣ ଆପଣଙ୍କର ବି କିଛି ଅଧିକାର ଅଛି। ଯଦିଓ ଆପଣ ଆକ୍ୟୁଜ୍ଡ ପର୍ସନ ହେଲା, କିନ୍ତୁ ଆପଣ ଯେପର୍ଯ୍ୟନ୍ତ ଯାକ ଆଇନ ଅନୁସାରେ ଆପଣଙ୍କୁ କଣ ଦଣ୍ଡ ଦିଆଯାଇନି ବା ପ୍ରମାଣ ହେଇନାହାନ୍ତି ଯେ ଆପଣ ଦୋଷୀ ବୋଲି, ସେ ପର୍ଯ୍ୟନ୍ତ ଯାକ ଆପଣ କଣ ଭାବନ୍ତୁ ନାହିଁ ଯେ ଆପଣ ହଉଛନ୍ତି ଜଣେ କଣ ଦୋଷୀ ବୋଲି। ଓକେ, ତେଣୁ ଆଇନର କାମ କରିବାକୁ ଦିଅନ୍ତୁ ଏବଂ ଓକିଲର ପ୍ରଥମ ପରାମର୍ଶ ଲୋଡ଼ନ୍ତୁ। ପ୍ରଥମ କଥା, ଓକିଲ କହିବା ଅନୁସାରେ ଆପଣ ସବୁ ଷ୍ଟେଟମେଣ୍ଟ ଦେବା ମୋ ମତରେ ଭଲ ହେବ। କାହିଁକିନା ବହୁତ କିଛି ଅଛି ଯୋଉଟା ଆପଣ କଗ୍ନିଜେବୁଲ ଅଫେନ୍ସ, ଆଉ ଯୋଉ ଅଫେନ୍ସରେ ପୋଲିସ ୱିଦାଉଟ୍ ୱାରେଣ୍ଟରେ ମଧ୍ୟ ଆରେଷ୍ଟ କରିବ ହିଁ କରିବ, ଯୋଉଟା 7 ବର୍ଷରୁ ଏଭବ ଯୋଉ ଅଫେନ୍ସ ଗୁଡ଼ିକ ଅଛି। ଏବଂ ସେଠି ଯାହା ଯାହା ସବୁ ଆପଣ 161 ଯୋଉ ଷ୍ଟେଟମେଣ୍ଟ ଦେବେ, ହଁ, ଏବଂ ସେଇ ଷ୍ଟେଟମେଣ୍ଟ ଗୁଡାକ ଓକିଲଙ୍କର ପରାମର୍ଶ ଅନୁସାରେ ଦେବା ମୋ ମତରେ ଭଲ। ମୁଁ ଆରମ୍ଭରୁ ବି କହିଛି, ଏ ଭିଡ଼ିଓ କେବଳ ଆଇନଗତ ସଚେତନ ପାଇଁ ଅଟେ, କୌଣସି ବ୍ୟକ୍ତିଗତ ପରାମର୍ଶ ପାଇଁ ନୁହଁ। ଆପଣ ଓକିଲଙ୍କର ସହାୟତା ନେବା ବହୁତ ଭଲ ରହିବ। ଏବଂ ତୃତୀୟ ଜିନିଷ ରହୁଛି କଣ ନା, ସରି